प्रथमे किसी स्वीट कॉर्न को भलसे सिझाई दियंतु ता देहरे किसी गोलमरीच गुंड चाट मसला अदा पेस्ट ଆଉ 2 ରୁ 3 ଚାମଚ ଖଣ୍ଡେ କର୍ଣ୍ଣଫ୍ଲାୱାର ଆଡ଼୍ କରି ନିଅନ୍ତୁ। କର୍ଣ୍ଣଫ୍ଲାୱାର ଆଡ଼୍ କରିସାରିଲା ପରେ ତାକୁ ଭଲସେ ହାତରେ ମିକ୍ସ କରି ନିଅନ୍ତୁ। ମିକ୍ସ ହେଇସାରିଲା ପରେ ତା ଦେହରେ ମୁଁ 2 ରୁ 3 ଚାମଚ ଖଣ୍ଡେ ଚାଉଳ ଚୁନା ଆଉ 2 ଚାମଚ କର୍ଣ୍ଣଫ୍ଲାୱାର ଆଡ଼୍ କରିକି ଉପରେ ଭଲସେ ଗୋଳି ଦେଲି, ମାନେ ଡଷ୍ଟିଂ କଲା ବେଳେ ଗୋଳା ହେଇଯାଇଛି। ଦେନ୍ ତେଲକୁ ଗରମ କରିକି ତାକୁ ଭଲସେ ଫ୍ରାଏ କରି ନିଅନ୍ତୁ। ଫ୍ରାଏ କରିସାରିଲା ପରେ ଆପଣ ଏଟାକୁ ଗୋଟେ ଜାଗାକୁ କାଢ଼ି ନିଅନ୍ତୁ। କାଢ଼ି ସାରିଲା ପରେ ତେଲରେ ଆପଣ କିଛି ଭୃସଙ୍ଗ ପତ୍ର ଆଉ ଶୁଖିଲା ଲଙ୍କାକୁ ମଧ୍ୟ ଫ୍ରାଏ କରି ନିଅନ୍ତୁ। ଫ୍ରାଏ କରିସାରିଲା ପରେ ଆ ଦେହରେ ଦେଖନ୍ତୁ ଟିକେ ଲୁଣ ଆଉ ଚାଟ୍ ମସଲା ମିକ୍ସ କରି ନିଅନ୍ତୁ ଭଲ ଭାବରେ। ଆଉ ଦେଖନ୍ତୁ, ତାକୁ ଆପଣ ନିଶ୍ଚିତ ଥରେ ଟ୍ରାଏ କରନ୍ତୁ, ଆପଣମାନଙ୍କୁ ବହୁତ ହିଁ ଭଲ ଟେଷ୍ଟି ଲାଗିବ।